କେବେ ନିଜକୁ ପ୍ରଶ୍ନ କରିନାହାନ୍ତି କି ମୁଁ ବର୍ତ୍ତମାନ କୋଉଠି ଅଛି, ମୁଁ କଣ ଭାବିଥିଲି କି ମୁଁ କୋଉ ପର୍ଯ୍ୟନ୍ତ ଆସିଛି କେବେ? ହଁ କରେ ଯେ ବହୁତ ସମୟରେ ଲାଗେ ଯେ ମୁଁ କରୁଛି କ'ଣ ଆକ୍ଚୁଆଲି ଦିଟା ମୁଁ ଠିକ୍ କରିଛି ତ। ନିଜେ ହଁ 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 ମୋତେ ଏମିତି ବି ହୁଏ ଯେ ବହୁତ ସମୟରେ ମୁଁ ଯେଉଁ ଆକ୍ଟିଂ କରିକି ଆସିଥାଏ ମୁଁ ଏଗେନ୍ ତାକୁ ଘରେ ଆସିକି ପ୍ରାକ୍ଟିସ୍ ବି କରେ। ଆଚ୍ଛା ଆରେ ନା ନା ଏଇ ଭଳିଆ କରିଥିଲେ ବୋଧେ ଭଲ ହେଇଥାନ୍ତା, ତ ମୋତେ ଲାଗେ ଯେ ମୁଁ କରିପାରିଲିନି ତ ଲାଗେ ବହୁତ ସମୟରେ। ଯେମିତି ଗୋଟେ କୁହାଯାଏ କି କଳାକାର ଟିଭି କାନ୍ତେ, ହୁଁ କଳାକାର ଜୀବନରେ ବି ବହୁତ ଦୁଃଖ। ହଁ ହଁ ଦୁଃଖ ତ ଡେଫିନେଟଲି, ଏଇଟା ତ ଅମିତାଭ ବଚ୍ଚନ ବି ପ୍ରୋବ୍ଲେମ୍ ଅଛି, ତ ସେଇଟା ମ୍ୟାଟର୍ ନାହିଁ ପ୍ରୋବ୍ଲେମ୍ କେତେ କ'ଣ ଅଛି। କିନ୍ତୁ ହଁ କେଉଁଠି ନା କେଉଁଠି ଲାଗେ ଯେ ସିନେମା କରିକି ନିଜର ସଂସାର ଚଳେଇ ହେଉଛି, ଏଇଟା ଗୋଟେ ବହୁତ ବଡ଼ ଆଚିଭମେଣ୍ଟର କଥା। ହଁ ବହୁତ ବଡ଼ ଆଚିଭମେଣ୍ଟର କଥା। ତ ସେଇଟା ହିଁ ଲାଗେ ସବୁବେଳେ ଯେ ଏଇଟା ଭାବିବା କ'ଣ ନିହାତି ଦରକାର, କିନ୍ତୁ ଏ ଭାବନା ଆସେ ମୁଣ୍ଡକୁ ଯେ ଏଇଟା ଗୋଟେ ଆଚିଭମେଣ୍ଟର କଥା ବୋଧେ। ଓଡ଼ିଆ ସିନେମା କରିକି ସଂସାର ଚଳେଇବା, କେବଳ ସିନେମା କରିକି ସଂସାର ଚଳେଇବା। କିଏ କରିପାରୁଥିବ ସେତିକି ଆ, ଆଜିକା ଡେଟ୍ରେ, ହଁ ହଁ କରିପାରୁଛି। କିନ୍ତୁ ଇନିସିଆଲ ଡେଟ୍ରେ ଆପଣ ବହୁତ ସଂଘର୍ଷ କରିଛନ୍ତି କି ସଂଘର୍ଷ କଥା ନୁହେଁ, ସପୋଜ ଆପଣ ଗୋଟେ ରାସ୍ତା ବାଛିଛନ୍ତି ତ ଆପଣଙ୍କୁ ସେଇ ରାସ୍ତାରେ ହିଁ ଯିବାର ଅଛି, ତ ଆପଣ ଜାଣିନାହାନ୍ତି ସେଇ ରାସ୍ତାରେ ଆଗରୁ କେବେ ଯାଇନାହାନ୍ତି, କି ଆପଣଙ୍କୁ ମାର୍ଗଦର୍ଶନ ମାର୍ଗଦର୍ଶନ ପାଇଁ ବି କେହି ନାହାନ୍ତି, ତ ଆପଣଙ୍କୁ ଯାଉ ଯାଉ ଯାହା ମିଳିବ ତାକୁ ତ ସବୁ ସାଉଁଟିବାର ଅଛି।